ସୁପ୍ରଭାତ ପିଲାମାନେ, କେମିତି ଅଛ? ଭଲ ଅଛ? ଠିକ୍ ଅଛି। ଭଗବାନଙ୍କ ଦୟାରୁ ସମସ୍ତେ ଭଲରେ ଥାଅ। ପିଲାମାନେ, ଆଜି ଆମେ ଗଣିତ ପାଠ ଆରମ୍ଭ କରିବା। ପୂର୍ବରୁ ମୁଁ ତୁମମାନଙ୍କୁ ଅନେକ ପ୍ରକାର ଗଣିତର ମଜାଦାର ପାଠ ନେଇ ତୁମମାନଙ୍କ ସହିତ ଆଲୋଚନା କରିଛି। ଆଜି ଆମେ ଆଉ ଗୋଟିଏ ନୂଆ ମଜାଦାର ଗଣିତ ପାଠଟିଏ ଆରମ୍ଭ କରିବା। ପୂର୍ବ ଶ୍ରେଣୀରେ ଆମେ ବିଭିନ୍ନ ପ୍ରକାର କୋଣ ବିଷୟରେ ଜାଣିଥିଲେ ଏବଂ ସେହି କୋଣଗୁଡ଼ିକୁ ମାପ ନ କରି ଅନୁମାନ କରି ଆମେ ସେଗୁଡ଼ିକୁ ପ୍ରକାର ଭେଦ କରିଥିଲେ। ଆଜି ଆମେ କୋଣଗୁଡ଼ିକୁ ମାପିବା, ମାପ କରି ସେମାନଙ୍କର ପ୍ରକାର ଭେଦ କରିବା। ବୁଝିପାରୁଛ ପିଲାମାନେ? ତାହେଲେ ବହୁତ ସୁନ୍ଦର ଗଣିତ ବିଷୟଟିଏ। ମୁଁ ଆଶା କରୁଛି ତୁମେମାନେ ସମସ୍ତେ ଆଜିର ଏହି ଆଲୋଚନାରେ ଭାଗ ନେବ ଏବଂ ପାଠଟିକୁ ବୁଝିବ। ଠିକ୍ ଅଛି ପିଲାମାନେ, ଆଜି ତାହେଲେ ଆମେ ପାଠଟି ଆରମ୍ଭ କରିବା। ଆସ ସମସ୍ତେ ମିଳିମିଶି ପାଠ ପଢ଼ିବା। ଆସ ପିଲାମାନେ, ଆଜି ଆମେ ଗଣିତ ପାଠ ଆରମ୍ଭ କରିବା। ତମର ଦ୍ୱିତୀୟ ଅଧ୍ୟାୟ ଯେଉଁ ଅଛି ଗଣିତର ଦ୍ୱିତୀୟ ଅଧ୍ୟାୟରେ ଥିବା ରେଖା ଓ କୋଣ ପ୍ରସଙ୍ଗରେ ଆମେ ଆଜି କେଉଁ ପାଠ ପଢ଼ିବା? କୋଣର ପ୍ରକାର ଭେଦ ଓ ସେମାନଙ୍କର ମାପ। ଏହା ପୂର୍ବ ଶ୍ରେଣୀରେ ଆମେ କୋଣଗୁଡ଼ିକୁ ଅନୁମାନ କରି ତାର ପ୍ରକାର ଭେଦ କରିଥିଲେ। ଆଜି କ'ଣ କରିବା? ସେ କୋଣଗୁଡ଼ିକୁ ଆମେ ମାପିବା, ମାପ କରି ସେଗୁଡ଼ିକୁ ଅଲଗା କରିବା। ଠିକ୍ ଅଛି ପିଲାମାନେ, ଆରମ୍ଭ କରିବା। ତାହେଲେ ଆଜିର ପାଠଟି ହେଉଛି କୋଣର ମାପ କରି କୋଣର ପ୍ରକାର ଭେଦ କରିବା। ଠିକ୍ ଅଛି ପିଲାମାନେ, ବର୍ତ୍ତମାନ କ'ଣ କରିବା? କୋଣକୁ ମାପ କରିବା। ତେବେ ମାପ କରିବା ପାଇଁ କୋଣ ଗୋଟିଏ ଅଙ୍କନ କରିବା। ଗୋଟିଏ ରେଖାଖଣ୍ଡ ଟାଣିଲି, ପୁଣି ଆଉ ଗୋଟିଏ ରେଖାଖଣ୍ଡ ଟାଣିଲି। ଦୁଇଟି ରେଖାଖଣ୍ଡ ଗୋଟିଏ ବିନ୍ଦୁରେ ମିଳିତ ହେଲେ କ'ଣ ସୃଷ୍ଟି ହେବ? କୋଣଟିଏ ସୃଷ୍ଟି ହେବ। ତେବେ ଏହି କୋଣକୁ ଆମେ କେମିତି ମାପିବା? କେଉଁ ଯନ୍ତ୍ର ବ୍ୟବହାର କରି କୋଣକୁ ମାପିବା? କୁହ, ତାର ନାମ ତମେ ଜାଣିଛ, ପୂର୍ବରୁ ପଢ଼ାଯାଇଛି। କ'ଣ ତାର ନାମ? ପ୍ରୋଟ୍ରାକ୍ଟର। କୋଣର ମାପ କରିବା ପାଇଁ ଆମେ ପ୍ରୋଟ୍ରାକ୍ଟର ବ୍ୟବହାର କରିଥାଉ। ତାକୁ ସମସ୍ତେ ଦେଖିଛ? ଠିକ୍ ଅଛି, ସମସ୍ତେ ପ୍ରୋଟ୍ରାକ୍ଟର ବାହାର କର। ଖାତାରେ ଏହି ପ୍ରକାର ଗୋଟିଏ ଚିତ୍ରଟି ଅଙ୍କନ କଲ। ବର୍ତ୍ତମାନ ଦେଖିବା ଆମେ ପ୍ରୋଟ୍ରାକ୍ଟର ବ୍ୟବହାର କରି କେମିତି କୋଣଟିକୁ ମାପିବା। କ'ଣ କରିବା? ପ୍ରଥମେ ଦେଖ, ପ୍ରୋଟ୍ରାକ୍ଟରଟି ଆସିଲା। ପ୍ରୋଟ୍ରାକ୍ଟରଟିକୁ ମୁଁ କେଉଁଠି ରଖିଲି? ପ୍ରଥମେ ପ୍ରୋଟ୍ରାକ୍ଟରର ମଧ୍ୟବିନ୍ଦୁକୁ କୋଣର ଶୀର୍ଷ ବିନ୍ଦୁ ଉପରେ ଆମେ ରଖିଲେ। ଦୁଇଟି ରେଖାଖଣ୍ଡ ଯେଉଁ ଜାଗାରେ ମିଳିତ ହେଲେ ତାହାକୁ କୋଣର ଶୀର୍ଷ ବିନ୍ଦୁ କହିବା। ପ୍ରୋଟ୍ରାକ୍ଟରର ମଝିରେ ମଧ୍ୟ ଗୋଟିଏ ବିନ୍ଦୁ ଅଛି, ଯାହାକୁ ତାର ମଧ୍ୟବିନ୍ଦୁ ବା କେନ୍ଦ୍ରବିନ୍ଦୁ କୁହାଯାଏ। ସେହି ମଧ୍ୟବିନ୍ଦୁଟିକୁ କୋଣର ଶୀର୍ଷ ବିନ୍ଦୁ ଉପରେ ରଖିଲେ ତାପରେ କ'ଣ ଦେଖିବା? କେମିତି ରଖିବା? ଖାଲି କ'ଣ ମଧ୍ୟବିନ୍ଦୁକୁ ଶୀର୍ଷ ବିନ୍ଦୁ ସହିତ ମ୍ୟାଚ୍ କରିଦେଲେ ହେଇଯିବ? ନାଇଁ। ଦେଖ କ'ଣ କରିବା? ପ୍ରୋଟ୍ରାକ୍ଟରରେ ଯେଉଁ 0 ଡିଗ୍ରୀ ଲେଖାଯାଇଛି, ଯେଉଁ ଗାରଟି ଅଛି, ସେଇ ଗାରକୁ ଯେଉଁ ପ୍ରଥମେ ରେଖାଖଣ୍ଡ ଟାଣିଥିଲି ଭୂମି ସହିତ ସମାନ୍ତର ହୋଇ ଯେଉଁ ରେଖାଖଣ୍ଡଟି ଅଛି ତାହାରି ସହିତ ମେଳ କରି ରଖିବା। ଠିକ୍ ଅଛି। ତେଣୁ ଗୋଟିଏ ରେଖାଖଣ୍ଡକୁ ପ୍ରୋଟ୍ରାକ୍ଟର 0 ଡିଗ୍ରୀରେ ଥିବା ଗାର ସହିତ ମେଳ କରି ରଖିବା। ଆଉ ଗୋଟିଏ ରେଖାଖଣ୍ଡ କେଉଁ ଜାଗାରେ ରଖିବା? ଦେଖ, ଅନ୍ୟ ରେଖା ଯେଉଁଠାରେ ମାପ ଦେଖାଉଛି, କେଉଁଠି ମାପ ଦେଖାଯାଉଛି? ପ୍ରୋଟ୍ରାକ୍ଟର 0 ଡିଗ୍ରୀ ଗାରଟି ପ୍ରଥମ ରେଖାଖଣ୍ଡ ସହିତ ମିଶାଇ ସାରିଲା ପରେ ଦ୍ୱିତୀୟ ରେଖାଖଣ୍ଡଟି ପ୍ରୋଟ୍ରାକ୍ଟରର କେଉଁ ଜାଗାରେ ମାପ ଦେଖାଉଛି? କୁହ, କେଉଁ ଜାଗାରେ? 110, 130, ନାଇଁ କି? 130 ପାଖରେ ପହଞ୍ଚିଛି ଯାଇକି। ତେଣୁ ଅନ୍ୟ ରେଖାଟି ଯେଉଁଠାରେ ମାପ ଦେଖାଯାଉଛି ସେଇଠାରୁ କୋଣଟିକୁ ମାପ କରିବା। ବୁଝିପାରିଲ ପିଲାମାନେ? କେମିତି ମାପ କରିବା? ତାହେଲେ ବର୍ତ୍ତମାନ ଦେଖିବା ଏହି କୋଣ ଦୁଇଟିକୁ ମାପ କରିବା। ତମେମାନେ ନିଜ ନିଜ ଖାତାରେ ଏମିତି ଚିତ୍ର ଦୁଇଟି କର ଏବଂ ପ୍ରୋଟ୍ରାକ୍ଟରଟିଏ ନିଅ। ଦେଖିବା କିଏ ଠିକ୍ କରୁଛି। ପ୍ରଥମ କୋଣଟି ପ୍ରୋଟ୍ରାକ୍ଟର କେଉଁ ଜାଗାରେ ରହିଲା? ପ୍ରୋଟ୍ରାକ୍ଟରର କେନ୍ଦ୍ରବିନ୍ଦୁ କୋଣର ଶୀର୍ଷ ବିନ୍ଦୁ ଉପରେ ରହିଲା। ପ୍ରୋଟ୍ରାକ୍ଟର 0 ଡିଗ୍ରୀ ଗାରଟି କୋଣର ଭୂମି ସହିତ ସମାନ୍ତର ହୋଇଥିବା ରଶ୍ମି ସହିତ ରହିଲା ଏବଂ ଲମ୍ବ ଭାବରେ ଯେଉଁ ରଶ୍ମିଟି ଅଛି ପ୍ରୋଟ୍ରାକ୍ଟରଟି କେତେ ଡିଗ୍ରୀ ଦେଖାଉଛି ସେଇ ଜାଗାରେ? 90 ଡିଗ୍ରୀ, ନାଇଁ କି? ତେଣୁ ପ୍ରଥମ କୋଣର ମାପ 90 ଡିଗ୍ରୀ ହେଲା। ବର୍ତ୍ତମାନ ଦ୍ୱିତୀୟ କୋଣକୁ ମାପିବା। ପ୍ରୋଟ୍ରାକ୍ଟରକୁ ରଖିବା, ପୂର୍ବ ଭଳି ପ୍ରୋଟ୍ରାକ୍ଟରକୁ ରଖିବା। ବର୍ତ୍ତମାନ ଦେଖିବା 80 ଉପରକୁ ଅଛି, 85 ଉପରକୁ ଅଛି, 90 ଡିଗ୍ରୀ ନୁହଁ। 85 ଆଉ 90 ଡିଗ୍ରୀ ମଝିରେ ଅଛି। ଗଣିବା 86, 87, 88। ତାହେଲେ ଏହି କୋଣଟିର ପରିମାଣ 88 ଡିଗ୍ରୀ। ବୁଝିପାରିଲ ପିଲେ? ବର୍ତ୍ତମାନ ଆଉ ଦୁଇଟି କୋଣକୁ ମାପିବା। ନିଜେ କର। ତାହେଲେ ଏଇଟା 90 ଡିଗ୍ରୀ ଅଧିକ ହେଉଛି।
95 डिग्री कम होउची केते अछि ताले गणिबा केते हला 92 डिग्री वेरी गुड वर्तमान आउटे कोण हाँ प्रोट्रैक्टर टी रखिले नहीं कि प्रोट्रैक्टर मध्यबिंदु कोणर शीर्ष बिंदु सहित मिशिला प्रोट्रैक्टर 0 डिग्री सहित जो गारटी अछि कोणर प्रथम रश्मि सहित मिशिला केते डिग्री प्रोट्रैक्टर देखा जाउची 140 145 146 डिग्री वेरी गुड 146 डिग्री बुझी पाला पिला माने केमिति माप करिबा एमिति तुम माने विभिन्न प्रकार कोण मापी पारिबो वर्तमान कहले देखिबा ए सब आमे पाठ पढिचू पूर्व श्रेणी रे आमे पढैछे मोर माप 90 डिग्री कम किंतु मु शून्य नुहे केते हबो कि रे 90 डिग्री नुहे 90 डिग्री कम किंतु शून्य मध्य नुहे ताले कोन कोण हेबो को सूक्ष्म गुण हबो बहुत सुंदर वर्तमान देखिबा जदि दुईटी 45 डिग्री विशिष्ट सूक्ष्म कोण को आमे मिसेइबा ताले मु जन्म हेबी की जन्म हेबो दुईटा 45 डिग्री मिसिबो 45 डिग्री होची सूक्ष्म कोण मिसी गले केते हेबो 45 डिग्री युक्त 45 डिग्री केते डिग्री हेबो 90 डिग्री 90 डिग्री कार परिमाण समकोणर परिमाण ना कार करे समकोण बहुत सुंदर वर्तमान देखिबा मु एक स्थूल कोण किंतु जदि मो ठारू 10 डिग्री कमाइबा तबे मु कोन कोण होई जिबी समकोण होई जिबी तबे मोर माप केते के कहइबो मु एक स्थूल कोण किंतु जदि 10 डिग्री कमाइ दबा तबे मु स्थूल कोण परिवर्ते समकोण होई जिबी केते हबो को समकोणर परिमाण केते 90 डिग्री नु कि ताले केते डिग्री रु 10 डिग्री कमाइले 90 डिग्री हबो 100 डिग्री वेरी गुड नु कि बहुत सुंदर वर्तमान आमे कोन करिबा एठारे किछि कोण गुडी को दिया जाइछि कोण गुडी तो मापिबो माप करी तार परिमाण गुडी को लिखिबो आरंभ करिबा वर्तमान सब कोण गुडी को चित्र करूछु मु देखो ए कोण गुडी को खाता रे तमे चित्र कर देलो केतुल चित्र करा जाइछि चारोटी कोणर चित्र करा जाइछि वर्तमान कोणटी को आमे मापिबा का साहाय्य रे मापिबा प्रोट्रैक्टर साहाय्य रे मापिबा बाहर कर प्रोट्रैक्टर प्रथम चित्र रे प्रोट्रैक्टर रख केमती रखुछ देखिबा हाँ केते डिग्री हला को केते डिग्री हला 90 डिग्री की कोण ताहले समकोण द्वितीय चित्र को आसीबा प्रोट्रैक्टर रखिबा ठीक जगह रे द्वितीय चित्र को आसीबा प्रोट्रैक्टर टी को ठीक जगह रखिबा द्वितीय चित्र को आसीबा द्वितीय कोणर चित्र को आसीबा प्रोट्रैक्टर टी को सठिक स्थान रे रखिबा हाँ केते डिग्री हबो 30 40 50 डिग्री की कोण ताले एटा सूक्ष्म कोण वर्तमान जिबा 3 नंबर चित्र टी को प्रोट्रैक्टर टी रे मापिबा मापिलो समस्ते केते डिग्री हबो 130 डिग्री ना केते रे हाँ स्थूल कोण वर्तमान 4 नंबर चित्र प्रोट्रैक्टर टी को रखिबा हाँ ठीक जगह रखले ना नहीं केते डिग्री हबो ताहले जतिके अंश चिन्हित करा जाइछि सेही अंशटी कह जोटा चिन्हित करा जाय नाही से अंशटी कहबो नाही तमे छोट अंशटी मापिलो छोट अंशटी केते डिग्री होउची मापिबा 10 डिग्री 20 डिग्री 30 डिग्री 40 डिग्री छोट अंशटी 40 डिग्री होउची किंतु तुमको दर्शा जाइछि कोन अंशटी तार विपरीत अंशटी ताले संपूर्ण कोण परिमाण केते 360 डिग्री सेटु आमे कोन करबा 40 डिग्री वियोग कर दबा ताले केते हे गला 360 डिग्री वियोग 40 डिग्री समान 320 डिग्री या कोणटर नाम कोन प्रवृद्ध कोण ताहले तुम माने समस्ते विभिन्न प्रकार कोण को मापी पारलो समकोण सूक्ष्म कोण स्थूल कोण आउ प्रवृद्ध कोण वर्तमान प्रोट्रैक्टर व्यवहार करी प्रत्येक कोणर माप निरूपण करिबा कोन कोणर माप करिबा देखिबा चित्रटी मु अंकन करूची तुम माने सेही भली गुटे चित्र अंकन कर वर्तमान चित्रटर नाम देबा नाम देले पी टी डब्ल्यू क्यू आर ताले आमे कोन पाइले टी डब्ल्यू रेखाखंड
ଟି କ୍ୟୁ ରେଖାଖଣ୍ଡ, ଟି ଆର୍ ରେଖାଖଣ୍ଡ, ଟି ପି ରେଖାଖଣ୍ଡ। ଏ ସମସ୍ତ ରେଖାଖଣ୍ଡ ଗୋଟିଏ ବିନ୍ଦୁରୁ ବାହାରିଛନ୍ତି। ତେଣୁ କୋଣ ସୃଷ୍ଟି ହେଉଛି। କେତୋଟି କୋଣ ସୃଷ୍ଟି ହେଉଛି? 4ଟି କୋଣ ସୃଷ୍ଟି ହେଉଛି, ନାହିଁ କି? ଆହୁରି ମଧ୍ୟ ଅଧିକ କୋଣ ହେଇପାରିବ। ଆମର ଏଠି ପ୍ରଶ୍ନ ଅଛି, ଯେଉଁ 4ଟି କୋଣର ମାପ ତମେ ନିରୂପଣ କରିବ। କୋଣ ପି ଟି ଆର୍, କୋଣ ପି ଟି କ୍ୟୁ, କୋଣ ପି ଟି ଡବ୍ଲୁ, କୋଣ ଡବ୍ଲୁ ଟି ପି। এই 4ଟି କୋଣ ତମେ ନିରୂପଣ କରିବ। କାହା ସାହାଯ୍ୟରେ ନିରୂପଣ କରିବ? ପ୍ରୋଟ୍ରାକ୍ଟର। ପ୍ରୋଟ୍ରାକ୍ଟରଟି ବାହାର କର। ବସେଇବା ପ୍ରୋଟ୍ରାକ୍ଟରକୁ। ବସେଇଲେ ବର୍ତ୍ତମାନ ପ୍ରଶ୍ନ ଅନୁସାରେ କାର୍ଯ୍ୟ କରିବା। ପି ଟି ଆର୍ କୋଣ, ଯେଉଁଠି ମୁଁ ଚିତ୍ରରେ ଦର୍ଶାଇଛି ବର୍ତ୍ତମାନ ପି ଟି ଆର୍ କୋଣ କେତେ ଡିଗ୍ରୀ ହେବ? 10, 20, 30। ତାହେଲେ ପି ଟି ଆର୍ କୋଣଟି କେତେ ଡିଗ୍ରୀ ହେଲା? 30 ଡିଗ୍ରୀ। ବହୁତ ସୁନ୍ଦର। ସେମିତି ଦ୍ୱିତୀୟ ପ୍ରଶ୍ନ ହେଉଛି କୋଣ ପି ଟି କ୍ୟୁ କେତେ ହେବ? ପି ଟି ରେଖାଖଣ୍ଡ ଅଛି 0 ଡିଗ୍ରୀ ଉପରେ, ଟି କ୍ୟୁ ରେଖାଖଣ୍ଡ ଅଛି 90 ଡିଗ୍ରୀ ଉପରେ। ତେଣୁ ଏ କୋଣର ପରିମାଣ କେତେ ହେବ କିରେ? କେତେ ହେବ? 90 ଡିଗ୍ରୀ। ବହୁତ ବଢ଼ିଆ। ବର୍ତ୍ତମାନ ସି ପ୍ରଶ୍ନ ନମ୍ବର ସି, କୋଣ ପି ଟି ଡବ୍ଲୁ ଅର୍ଥାତ୍ ଟି ପି ରେଖାଖଣ୍ଡ 0 ଡିଗ୍ରୀ ଉପରେ ଅଛି, ଟି ଡବ୍ଲୁ ରେଖାଖଣ୍ଡ 130 ଡିଗ୍ରୀ ଉପରେ ଅଛି, ନୁହଁ କି? ତାହେଲେ କୋଣ ପି ଟି ଡବ୍ଲୁ କେତେ ହେବ? 130 ଡିଗ୍ରୀ। ବହୁତ ବଢ଼ିଆ। ବର୍ତ୍ତମାନ ଆଉ ଗୋଟିଏ କୋଣ ବାକି ରହିଲା, କୋଣ ଡବ୍ଲୁ ଟି ପି। କୋଣ ପି ଟି ଡବ୍ଲୁ ଆଉ କୋଣ ଡବ୍ଲୁ ଟି ପି ସମାନ ନା ଅଲଗା? ସମାନ। କାହିଁକିନା ଆମେ ପୂର୍ବରୁ ପଢ଼ିଛେ ଶୀର୍ଷ ବିନ୍ଦୁକୁ ମଝିରେ ରଖିବା, ବାହୁ ଉପରସ୍ଥ ବିନ୍ଦୁକୁ ନେଇକି କୋଣର ନାମକରଣ କରିବା। ତେଣୁ କୋଣ ପି ଟି ଡବ୍ଲୁ ଯେଉଁ କୋଣ, ଡବ୍ଲୁ ଟି ପି ସେଇ କୋଣ। କିନ୍ତୁ ନାହିଁ, ଏଠି ମୁଁ ଚିତ୍ରରେ କେଉଁଟା ଦର୍ଶାଇଛି? କେଉଁ ପାର୍ଶ୍ୱଟି ଦର୍ଶାଇଛି? କୋଣ ପି ଟି ଡବ୍ଲୁ ଯେଉଁ ପାର୍ଶ୍ୱ ଦର୍ଶାଇଥିଲି, କୋଣ ଡବ୍ଲୁ ଟି ପି ତାର ବିପରୀତ ପାର୍ଶ୍ୱଟି ଦର୍ଶାଇଛି। ତେଣୁ ଟୋଟାଲ ସମ୍ପୂର୍ଣ୍ଣ କୋଣର ପରିମାଣ କେତେ? 360 ଡିଗ୍ରୀ। କୋଣ ପି ଟି ଡବ୍ଲୁ କେତେ ପାଇଲେ? 130 ଡିଗ୍ରୀ। ତାହେଲେ କୋଣ ଡବ୍ଲୁ ଟି ପି କେତେ ହେବ? 360 ଡିଗ୍ରୀ ବିୟୋଗ 130 ଡିଗ୍ରୀ କେତେ ହେଇଯିବ? 230 ଡିଗ୍ରୀ। ବୁଝିପାରିଲ ପିଲାମାନେ? ଏହିପରି ତୁମେ ବିଭିନ୍ନ ପ୍ରକାର କୋଣ ଅଙ୍କନ କରିବ, ପ୍ରୋଟ୍ରାକ୍ଟର ବ୍ୟବହାର କରି ତାର ମାପ ନିରୂପଣ କରିପାରିବ। ବର୍ତ୍ତମାନ ପିଲାମାନେ ତୁମ ପାଇଁ ଗୋଟିଏ ଖେଳ ଅଛି। କ'ଣ କରିବା ଆମେ? ସୂକ୍ଷ୍ମ କୋଣ ଘର ଅଛି, ସ୍ଥୂଳ କୋଣ ଘର ଅଛି, ସମକୋଣ ଘର ଅଛି, ପ୍ରବୃଦ୍ଧ କୋଣ ଘର ଅଛି। 4 ପ୍ରକାର କୋଣର ଘର ସୃଷ୍ଟି ହୋଇଛି, ନାହିଁ କି? ଆମେ କ'ଣ କରିବା? ଯେଉଁ ଘର ଗୁଡ଼ିକ ଅଛି, କୋଣର ଘର ଗୁଡ଼ିକ ଅଛି, ଉପଯୁକ୍ତ କୋଣର ଘରେ ଉପଯୁକ୍ତ ମାପ ଗୁଡ଼ିକୁ ରଖିବା। ଆରମ୍ଭ କରିବା ତାହେଲେ। ଦେଖିବା ତୁମମାନେ ସମସ୍ତେ ଠିକ୍ ଭାବରେ ରଖିପାରୁଛ କି ନାହିଁ। କୋଣ ପି ଟି କ୍ୟୁ କେତେ ଡିଗ୍ରୀ ଅଛି? 90 ଡିଗ୍ରୀ। କେଉଁ କୋଠରୀ ରହିବ? ଓ ସମକୋଣ କୋଠରୀ। ବାଃ, ବହୁତ ସୁନ୍ଦର। ଦ୍ୱିତୀୟ ପ୍ରଶ୍ନ, କୋଣ ପି ଟି ଆର୍ କେତେ ଡିଗ୍ରୀ? 30 ଡିଗ୍ରୀ। କେଉଁ ସ୍ଥାନରେ ରହିବ? ସୂକ୍ଷ୍ମ କୋଣ। ବାଃ, ସେମିତି ସି, କୋଣ ଡବ୍ଲୁ ଟି ପି କେତେ ଡିଗ୍ରୀ? 230 ଡିଗ୍ରୀ। କେଉଁଠି ରଖିବା? ପ୍ରବୃଦ୍ଧ କୋଣ। ସେମିତି କୋଣ ପି ଟି ଡବ୍ଲୁ କେତେ ଡିଗ୍ରୀ? 130 ଡିଗ୍ରୀ। କେଉଁଠି ରଖିବା ତାହେଲେ? ବାଃ, ବହୁତ ସୁନ୍ଦର। ପିଲାମାନେ ବହୁତ ସୁନ୍ଦର ଭାବରେ କାର୍ଯ୍ୟଟି କଲେ। ଆମେ ସମସ୍ତଙ୍କୁ ମଜା ଲାଗିଲାଟି? ଠିକ୍ ଅଛି। ଏବେ ଆସ ଆଉ ଗୋଟିଏ କାର୍ଯ୍ୟ କରିବା। ଏହାକୁ ତୁମେ ନିଜେ କରିବ। ଗୋଟିଏ ଚିତ୍ରଟିଏ ମୁଁ ଦେଇଛି। ଏ ଚିତ୍ରରେ ବି ଆର୍ ରେଖାଖଣ୍ଡଟି ଅଛି, ଇ ବିନ୍ଦୁ ଅଛି, ଇ ବିନ୍ଦୁରୁ ଇ ଟି ରେଖାଖଣ୍ଡ ଏବଂ ଇ ଏସ୍ ରେଖାଖଣ୍ଡ ଅଙ୍କନ କରାଯାଇଛି ଏବଂ କୋଣ ଗୁଡ଼ିକ ମଧ୍ୟ ସୂଚିତ କରାଯାଇଛି। କ'ଣ ତୁମେ କରିବ? ଏହି ଚିତ୍ରରେ କୋଣ ଟି ଇ ଆର୍ ସମାନ 80 ଡିଗ୍ରୀ ଏବଂ ଏସ୍ ଇ ଆର୍ କୋଣ ହେଉଛି 90 ଡିଗ୍ରୀ। ତୁମେ କ'ଣ କରିବ? କୋଣ ଏସ୍ ଇ ଟିର ପରିମାଣ କେତେ ନିର୍ଣ୍ଣୟ କରିବ। ଆଉ କ'ଣ କରିବ? କୋଣ ବି ଇ ଟିର ପରିମାଣ ନିର୍ଣ୍ଣୟ କରିବ। ବୁଝିପାରିଲ ପିଲାମାନେ ପ୍ରଶ୍ନଟି? ସମସ୍ତେ ନିଜ ନିଜର ଖାତା ବାହାର କର ଏବଂ ଏହି କାର୍ଯ୍ୟଟି କର ସମସ୍ତେ। ମୁଁ ମଧ୍ୟ କରୁଛି। ଦେଖ, ଯେଉଁଠି ଅବୁଝା ରହିବ ପଚାରିବ। ଦେଖ ପିଲାମାନେ, ଦତ୍ତ କ'ଣ ଅଛି? କୋଣ ବି ଇ ଏସ୍ ଏହା ହେଉଛି 90 ଡିଗ୍ରୀ। 90 ଡିଗ୍ରୀ ମାନେ ଏହା ଗୋଟିଏ ସମକୋଣ, କାହିଁକିନା ଇ ଏସ୍ ରେଖାଖଣ୍ଡ ବି ଆର୍ ରେଖାଖଣ୍ଡ ଉପରେ ଲମ୍ବ ଭାବରେ ଅଛି। ସେହିପରି କୋଣ ଏସ୍ ଇ ଆର୍ 90 ଡିଗ୍ରୀ ଦିଆଯାଇଛି
ଏବଂ ଆଉ କ'ଣ ଦିଆଯାଇଛି କୋଣ TER ତାର ପରିମାଣ 80 ଡିଗ୍ରୀ ବୋଲି ଦିଆଯାଇଛି। ଠିକ୍ ଅଛି, ତାହେଲେ ଆମେ କ'ଣ ବାହାର କରିବା? କୋଣ SET ଏବଂ କୋଣ BET। ଠିକ୍ ଅଛି, ପାରିବା ସମସ୍ତେ? ତ କ'ଣ କରିବା? ବର୍ତ୍ତମାନ ଆମେ ଦେଖିବା କୋଣ SET। SET କେଉଁ କୋଣ ଜାଣିପାରୁଛ? ଏଇ ଯେଉଁ SER କୋଣ ଏବଂ ଯେଉଁ TES କୋଣ ଅଛି ବା SET କୋଣ ଯେଉଁଟା ଆମେ କହୁଛୁ। ପ୍ରଥମେ ଦେଖ ତମେ ES ରେଖାଖଣ୍ଡଟି BR ରେଖାଖଣ୍ଡ ଉପରେ ଲମ୍ବ ଭାବରେ ଅଛି। ତେଣୁ ଏଠାରେ କୋଣ SER ଏବଂ କୋଣ TER ଆମର ଦରକାର SET କୋଣ। ତେଣୁ SET କୋଣ ପାଇବା ପାଇଁ ହେଲେ SER କୋଣରୁ କୋଣ TER କୁ ଯଦି ଆମେ ବିୟୋଗ କରିଦେବା ତାହେଲେ ଆମେ SET କୋଣ ପାଇଯିବା। ବୁଝିପାରୁଛ ସମସ୍ତେ? ତାହେଲେ SER କୋଣର ପରିମାଣ କେତେ? 90 ଡିଗ୍ରୀ। TER କୋଣର ପରିମାଣ କେତେ? 80 ଡିଗ୍ରୀ। 90 ବିୟୋଗ 80 କେତେ ହେଲା? 10 ଡିଗ୍ରୀ। ତେଣୁ କୋଣ SET ର ପରିମାଣ 10 ଡିଗ୍ରୀ। ବୁଝିପାରିଲ ସମସ୍ତେ? ବର୍ତ୍ତମାନ ଦ୍ୱିତୀୟ ପ୍ରଶ୍ନର ଉତ୍ତର କୋଣ BET ର ପରିମାଣ। କୋଣ BET କୋଣ ଚିତ୍ରରେ ଦେଖିପାରୁଥିବ। BET କୋଣ କୋଣ କ'ଣ ଅଛି? କୋଣ BES ଯୁକ୍ତ କୋଣ SET, ଦୁଇଟି କୋଣ ମିଶି କୋଣ BET ହେଇଛି। ତେଣୁ BES କୋଣର ପରିମାଣ କେତେ ଦତ୍ତ ଅଛି? 90 ଡିଗ୍ରୀ। ଏବଂ ବର୍ତ୍ତମାନ ଆମେ SET କୋଣ ବାହାର କଲେ 10 ଡିଗ୍ରୀ। ତାହେଲେ ମିଶି କେତେ ହେଲା? 100 ଡିଗ୍ରୀ। ବୁଝିପାରିଲ ପିଲାମାନେ? ତାହେଲେ କୋଣ SET ର ପରିମାଣ 10 ଡିଗ୍ରୀ ଏବଂ କୋଣ BET ର ପରିମାଣ 100 ଡିଗ୍ରୀ। ଏହିପରି ଭାବରେ ତୁମେ ଅନେକ ଗୁଡ଼ିଏ ପ୍ରଶ୍ନର ସମାଧାନ କରିପାରିବ। ଏବେ ତୁମେ ନିଜ ମନରୁ ଗୋଟିଏ ଗୋଟିଏ ସମକୋଣ, ସୂକ୍ଷ୍ମକୋଣ ଓ ସ୍ଥୂଳକୋଣ ତିଆରି କର ଏବଂ ତାର ପରିମାଣକୁ ମାପି ଲେଖ। ତିଆରି କର। ପ୍ରଥମେ କି କୋଣ ହେଲା ତୁମେ ଭାବୁଛ? ଦୁଇଟି ରଶ୍ମି ଲମ୍ବ ଭାବରେ ଅଛନ୍ତି। କି କୋଣ ହେଇଥିବ? ସମକୋଣ ହେଇଥିବ, ନୁହେଁ କି? ତାକୁ ମାପିବା। କେଉଁଥିରେ ମାପିବା? ପ୍ରୋଟ୍ରାକ୍ଟର ବ୍ୟବହାର କରି ମାପିବା। କେତେ ଡିଗ୍ରୀ ହେଲା? 90 ଡିଗ୍ରୀ। ତାହେଲେ ଗୋଟେ ସମକୋଣ। ପୁଣି ଆଉ ଗୋଟେ କୋଣ ତିଆରି କରିବା। ବର୍ତ୍ତମାନ ପ୍ରୋଟ୍ରାକ୍ଟର ନେଇ ତାକୁ ମାପିବା। ଦେଖ ମାପିଲ ଠିକ୍ ଭାବରେ। କେତେ ଡିଗ୍ରୀ ହେଲା? 50 ଡିଗ୍ରୀ। ତେଣୁ କି କୋଣ ହେବ ସେଟା? ସୂକ୍ଷ୍ମ କୋଣ। ବର୍ତ୍ତମାନ ଆଉ ଗୋଟେ କୋଣ ତିଆରି କରିବା। ତାକୁ ମାପିବା ପ୍ରୋଟ୍ରାକ୍ଟର ସାହାଯ୍ୟରେ। କେତେ ଡିଗ୍ରୀ ହେଲା? ମାପି କୁହ। 120 ଡିଗ୍ରୀ। କି କୋଣ ହେବ? ସ୍ଥୂଳ କୋଣ। ବୁଝିଗଲା ପିଲାମାନେ? ତାହେଲେ ଆମେ ସମକୋଣ ତିଆରି କରିପାରିବା, ସୂକ୍ଷ୍ମ କୋଣ ତିଆରି କରିପାରିବା ଏବଂ ସ୍ଥୂଳ କୋଣ ମଧ୍ୟ ତିଆରି କରିପାରିବା। ପିଲାମାନେ ଆସ ଏବେ ଆମେ ଏକ ଖେଳ ଖେଳିବା। ଖେଳର ନାମ କ'ଣ ଜାଣିଛ? ସତ ମିଛ ଖେଳ ଖେଳିବା। ତାହେଲେ ଦେଖିବା ପ୍ରବୃଦ୍ଧ କୋଣ ସବୁବେଳେ 180 ଡିଗ୍ରୀରୁ ବଡ଼ ହୋଇଥାଏ। ସତ ନା ମିଛ? ପ୍ରବୃଦ୍ଧ କୋଣ କ'ଣ ତମେ ଜାଣିଛ? କ'ଣ ହେବ ତାହେଲେ? ସତ। ଦ୍ୱିତୀୟ ପ୍ରଶ୍ନ, ସୂକ୍ଷ୍ମ କୋଣ ସମକୋଣ ଠାରୁ ବଡ଼। କ'ଣ ହେବ? କୁହ। ମିଛ। ଭେରି ଗୁଡ୍। ତୃତୀୟ ପ୍ରଶ୍ନ, ଏକ ସମ୍ପୂର୍ଣ୍ଣ କୋଣର ମାପ ହେଉଛି 360 ଡିଗ୍ରୀ। ସମ୍ପୂର୍ଣ୍ଣ କୋଣ ମାନେ ଜାଣିଛ? 360 ଡିଗ୍ରୀ। ସତ ନା ମିଛ? ସତ। ଠିକ୍ ଅଛି। ବର୍ତ୍ତମାନ ଚତୁର୍ଥ ପ୍ରଶ୍ନ, 91 ଡିଗ୍ରୀ ପରିମାଣ ବିଶିଷ୍ଟ କୋଣଟି ପ୍ରବୃଦ୍ଧ କୋଣ ଠାରୁ ବଡ଼। ବୁଝିପାରିଲ ପ୍ରଶ୍ନଟି? କୁହ ତାହେଲେ କ'ଣ ହେବ? ମିଛ। ପଞ୍ଚମ ପ୍ରଶ୍ନ, ସମକୋଣ, ସୂକ୍ଷ୍ମ କୋଣ ଓ ସରଳ କୋଣ ମଧ୍ୟରେ ସବୁଠାରୁ ସାନ ହେଉଛି ସୂକ୍ଷ୍ମ କୋଣ। ସତ ନା ମିଛ? କୁହ। ତିନି ପ୍ରକାର କୋଣ ଦିଆଯାଇଛି: ସମକୋଣ, ସୂକ୍ଷ୍ମ କୋଣ, ସରଳ କୋଣ। ସାନ କୋଣ ହେଉଛି ସୂକ୍ଷ୍ମ କୋଣ। ସତ ନା ମିଛ? ସତ। ଭେରି ଗୁଡ୍। ଷଷ୍ଠ ପ୍ରଶ୍ନ, ଦୁଇଟି ସମକୋଣର ପରିମାଣ ମିଶିଲେ ଏକ ସମ୍ପୂର୍ଣ୍ଣ କୋଣ ସୃଷ୍ଟି ହେବ। ଦୁଇଟା ସମକୋଣର ପରିମାଣ ମିଶିବ। ସମକୋଣ ହେଉଛି କେତେ ଡିଗ୍ରୀ? 90 ଡିଗ୍ରୀ। 90 ଡିଗ୍ରୀ ଯୁକ୍ତ 90 ଡିଗ୍ରୀ କେତେ ହେବ? 180 ଡିଗ୍ରୀ। କିନ୍ତୁ ଏଠାରେ କ'ଣ ପଚରାଯାଇଛି? ଦୁଇଟି ସମକୋଣର ପରିମାଣ ମିଶିଲେ ଏକ ସମ୍ପୂର୍ଣ୍ଣ କୋଣ ସୃଷ୍ଟି ହେବ। କୁହ ପିଲାମାନେ, ସତ ନା ମିଛ? ମିଛ। ଭେରି ଗୁଡ୍। ତାହେଲେ ପିଲାମାନେ ଆମେ ସମସ୍ତେ ବିଭିନ୍ନ ପ୍ରକାର ପ୍ରଶ୍ନର ଉତ୍ତର ସବୁ ଠିକ୍ ଦେଲେ। ବର୍ତ୍ତମାନ ପିଲାମାନେ ତୁମମାନଙ୍କ ପାଇଁ ଏକ ଗୃହ କାର୍ଯ୍ୟଟି ଲେଖି ରଖ। ତୁମେମାନେ ବିଭିନ୍ନ ପ୍ରକାର କୋଣର ମଡେଲ ତିଆରି କରି ଆଣିବ। ଆମେ ଆଜି ଯେତେ ପ୍ରକାର କୋଣ ସବୁ ପଢ଼ିଲେ
ତାକୁ ତମେମାନେ କାଗଜରେ କାଟି ହେଉ ବା ସୋଲ ବା ଡ୍ରଇଂ ସିଟ୍ ବା ଦିଆସିଲି କାଠି ବା ଆଇସ୍କ୍ରିମ୍ କାଠି ଏସବୁକୁ ବ୍ୟବହାର କରି ବିଭିନ୍ନ ପ୍ରକାର କୋଣର ମଡେଲ ତିଆରି କରି ଆଣିବ। ପିଲାମାନେ, ଆଜି ଆମେ ପ୍ରୋଟ୍ରାକ୍ଟର ସାହାଯ୍ୟରେ ମାପ କରି ଯେଉଁ ବିଭିନ୍ନ ପ୍ରକାର କୋଣଗୁଡ଼ିକୁ ପ୍ରକାର ଭେଦ କଲେ ସମସ୍ତେ ବୁଝିପାରିଲ? ମୁଁ ଆଶା କରୁଛି ତୁମେମାନେ ସମସ୍ତେ ବୁଝିପାରିଥିବ। ତମକୁ ଯେଉଁ ଗୃହ କାର୍ଯ୍ୟଟି ଦେଇଛି ବିଭିନ୍ନ ପ୍ରକାର କୋଣର ମଡେଲ ତିଆରି କରି ଆଣିବ। ସୂକ୍ଷ୍ମ କୋଣ, ସମକୋଣ, ସ୍ଥୂଳ କୋଣ, ପ୍ରବୃଦ୍ଧ କୋଣ ଏହିସବୁ କୋଣଗୁଡ଼ିକର ମଡେଲ ତିଆରି କରି ଆଣିବ ଦିଆସିଲି କାଠି ସାହାଯ୍ୟରେ କିମ୍ବା ଆଇସ୍କ୍ରିମ୍ କାଠି ସାହାଯ୍ୟରେ। ଗୋଟିଏ ଡ୍ରଇଂ ସିଟ୍ରେ ତୁମେମାନେ ଏହି କୋଣଗୁଡ଼ିକର ଏକ ମଡେଲ ତିଆରି କରି ଆଣିବ। ଠିକ୍ ଅଛି ପିଲାମାନେ, ଆଜି ପାଇଁ ଏତିକି। ଧନ୍ୟବାଦ। ଖୁସିରେ ଶିଖିବା ସମସ୍ତଙ୍କ ଅଧିକାର। ନମସ୍କାର।